ଶ୍ରୋତାବନ୍ଧୁ ପୂର୍ବ ଅଡିଓରେ ପାଶ୍ଚାତ୍ୟ ଚିତ୍ରକଳ୍ପବାଦ ଏବଂ ବିବିଧ ସିଦ୍ଧାନ୍ତ ସମ୍ପର୍କରେ ଆମେ ଆଲୋଚନା କରିଥିଲେ। ଆଜି ଆମେ ଆଧୁନିକ ଓଡ଼ିଆ କବିତାରେ ଚିତ୍ରକଳ୍ପର ପ୍ରୟୋଗ ସମ୍ପର୍କରେ ଆଲୋଚନା କରିବା। ବାଦ ଯେମିତି ମୁଁ କହିଥିଲି ଏକ ଚେତନା ଅନୁଭବ। ତେଣୁ ଚିତ୍ରକଳ୍ପବାଦ ଶବ୍ଦ ନିମନ୍ତେ ଅନ୍ୟାନ୍ୟ ଓଡ଼ିଆ ଶବ୍ଦର ପ୍ରୟୋଗ ରହିଛି, ଯାହାକୁ ଅଭିବ୍ୟକ୍ତିବାଦ କୁହାଯାଏ, ପ୍ରଭାବବାଦ କୁହାଯାଏ। ଇଂରାଜୀରେ ଚିତ୍ରକଳ୍ପବାଦ ପାଇଁ ଇମେଜିଜମ୍, ଅଭିବ୍ୟକ୍ତିବାଦ ନିମନ୍ତେ ଏକ୍ସପ୍ରେସନିଜମ୍, ପ୍ରଭାବବାଦ ନିମନ୍ତେ ଇମ୍ପ୍ରେସନିଜମ୍ ଏଭଳି ଶବ୍ଦର ପ୍ରୟୋଗ ରହିଛି। କାବ୍ୟିକ ଚିତ୍ରକଳ୍ପ, ଯାହାକୁ ଇଂରାଜୀରେ ପୋଏଟିକ୍ ଇମେଜ କୁହାଯାଏ, ତାକୁ ନେଇକି ସି.ଡି. ଲୁଇସ୍ ସଂଜ୍ଞାୟିତ କରିଛନ୍ତି ଯେ ପୋଏଟିକ୍ ଇମେଜ ଇଜ ୱାର୍ଡ ପିକ୍ଚର ଚାର୍ଜଡ ୱିଥ୍ ଇମୋସନ୍ସ ଆଣ୍ଡ ଅର୍ ପ୍ୟାସନ୍। ଗୋଟେ ପୋଏଟିକ୍ ଇମେଜ ବା କାବ୍ୟିକ ଚିତ୍ରକଳ୍ପ ଏକ ପ୍ରକାର ମ୍ୟାଜିକ ଦର୍ପଣ, ଯେଉଁଥିରେ ଆମେ ଇମୋସନ୍ସ ପାଏ ଅର୍ଥାତ୍ ଆବେଗ ପାଏ ବା ଉଚ୍ଛ୍ୱାସ ପାଏ ଏବଂ ଶାଣିତ ଅନୁଭବକୁ ସେଥିରେ ସାମିଲ କରାଯାଇଥାଏ। ଏଭଳି ଏକ ଶବ୍ଦ ଚିତ୍ର। ଆଜି ଯେତେବେଳେ ଆମେ ଆଲୋଚନା କରୁଛେ ଚିତ୍ରକଳ୍ପ, ଆମେ ଟିକେ ପୂର୍ବକୁ ଫେରିବା। ମଧ୍ୟଯୁଗୀୟ କବିତାରେ ଯେମିତି ଆମେ ଦେଖିଛେ କେନ୍ଦୁ ପଲ୍ଲବେ ଥୁଆକି ଫୁଲ କମଳ, କେନ୍ଦୁ ପତ୍ର ଉପରେ ଫୁଲ ସତେ ଯେମିତି କମଳ ଫୁଲକୁ ଥୁଆ ହେଇଛି ସତେକି। କାଳିନ୍ଦୀ ମଧ୍ୟ କି ବହେ ଜାହ୍ନବୀ ଧାରେ, ଜାହ୍ନବୀ ଅର୍ଥାତ୍ ଗଙ୍ଗା ଧାର ସତେ ଯେମିତି ପ୍ରବହମାନ ହେଉଛି। ଏଇ ଯୋଉ ଚିତ୍ର ଅଙ୍କନ କରିଛନ୍ତି କବି, ସେତେବେଳେ ଯଦିଓ ଆଡମ୍ବରିତା ପୂର୍ଣ୍ଣ ଶବ୍ଦର ପ୍ରୟୋଗ ହଉଥିଲା ଏବଂ ପରବର୍ତ୍ତୀ ସମୟରେ ଆମେ ଯେମିତି ଜାଣିଲେ ଯେ କୃତ୍ରିମ ଶବ୍ଦର ପରିହାର କରିକି କବି ଖୁବ୍ ସରଳ, ସ୍ପଷ୍ଟ, ସ୍ୱଳ୍ପ ଶବ୍ଦର ପ୍ରୟୋଗ କରିବ। ଉପେନ୍ଦ୍ର ଭଞ୍ଜଙ୍କ କବିତାରେ ଚିତ୍ରକଳ୍ପର ପ୍ରଚୁର ପ୍ରୟୋଗ ଆମେ ଦେଖୁ। ଚାରୁ କୁଟିଳ କେଶ ରାଶିରେ ତାଙ୍କର ବିନ୍ଦୁ ବିନ୍ଦୁ ଜଳ। ସେମିତି ରାଧାନାଥଙ୍କ କବିତାରେ ଜଳଧି ନୀଳ ତରଙ୍ଗେ ଏବଂ ଫେନ ଚୂଡ଼ ତୁଙ୍ଗ, ଉର୍ମି ଏଭଳି ଶବ୍ଦର ଆମେ ପ୍ରୟୋଗ ଦେଖିଛେ। ବୈକୁଣ୍ଠନାଥଙ୍କ ମୃତ୍ତିକା ଦର୍ଶନ, ସଚୀ ରାଉତରାୟଙ୍କ ପୂର୍ଣ୍ଣିମାରେ ମହାନଦୀ କୂଳେ, ରମାକାନ୍ତ ରଥଙ୍କ ଅନନ୍ତ ଶୟନ, ସଚୀ ରାଉତରାୟଙ୍କର ଅନ୍ୟ ଏକ କବିତା ପ୍ରତିମା ନାୟକ, ଯେଉଁଥିରେ ମୁଖତାର ବ୍ରଣଦୁଷ୍ଟ ଶୀର୍ଣ୍ଣ ସାଧା ଗାଲେ ଫୁଟେ ବ୍ୟର୍ଥତାର ଅକପଟ ଦାଗ। ବ୍ୟର୍ଥତା ଅର୍ଥାତ୍ ଗୋଟେ ନିଷ୍ଫଳ ଜୀବନର ଚିତ୍ର। ଭାନୁଜୀ ରାଉଙ୍କ ଦିନେ ଦିନେ, ବିଷାଦ ଏକ ଋତୁ, এই କବିତା ଗୁଡ଼ିକରେ ଚିତ୍ର ଶବ୍ଦର ପ୍ରଚୁର ପ୍ରୟୋଗ। ରମାକାନ୍ତ ରଥଙ୍କର ବସନ୍ତ ଋତୁ, ଗୁରୁପ୍ରସାଦଙ୍କ ଚମ୍ପା ଫୁଲ ଇତ୍ୟାଦି କବିତାରେ ଆମେ ଚିତ୍ରକଳ୍ପର ପ୍ରଚୁର ପ୍ରୟୋଗ ପାଇଥାଉ। ଏଇଠି ମୋର ମନେ ପଡ଼େ ଇଲିୟଟଙ୍କ କବିତା, ଯେଉଁଠି ସେ କହିଥିଲେ, when the evening is spread against the sky like a patient etherized on the table। ଏହାର ଅନ୍ତର୍ନିହିତ ବ୍ୟଞ୍ଜନାକୁ ଆମେ ବୁଝିବା, ଯେଉଁଠି ଆକାଶ ବିସ୍ତାରିତ, ମାନେ ଆକାଶର ବିସ୍ତାରିତ ପରିଧିରେ ସନ୍ଧ୍ୟା ଆସିଛି, ଠିକ୍ ଯେମିତି ଟେବୁଲ ଉପରକୁ ଅପରେସନ ଲାଗି ଆନିତ ଗୋଟେ ଅବସନ୍ନ ରୋଗୀ ପରି ଆକାଶ ଏକ କୋଣରେ ଶାୟିତ। এই ପ୍ରକାର ଗୋଟେ ବ୍ୟଞ୍ଜନା ଆମ ଭିତରେ ସୃଷ୍ଟି ହେଉଛି ଏବଂ ଏଥିରୁ ଆମେ ଗୋଟେ ଶ୍ରାବ୍ୟ ଚିତ୍ରକଳ୍ପ, ଯାହାକୁ ଅଡିଟୋରୀ ଇମେଜ ବୋଲି ଆମେ କହୁ। ଅଡିଟୋରୀ ଇମେଜ ପୂର୍ବରୁ ମୁଁ ଆପଣଙ୍କୁ କହିବି ଯେ ଆମେ ଜାଣିଛେ ଇନ୍ଦ୍ରିୟକୁ ସମ୍ପୂର୍ଣ୍ଣ ରୂପେ ଆୟତ୍ତ କରିପାରେ ଶବ୍ଦ। ପଞ୍ଚ ଇନ୍ଦ୍ରିୟ ଆମର କଣ କଣ ଅଛି? ଆମେ ଜାଣିଛେ ଦୃଶ୍ୟ, ଶ୍ରବ୍ୟ, ସ୍ୱାଦ, ଗନ୍ଧ ଏବଂ ସ୍ପର୍ଶ। ଯେମିତି ସ୍ୱାଦ ପାଇଁକା ମୁଁ ଉଦାହରଣ ଦେଇପାରିବି ଯେ ମୁଁ ନ ଖାଇବି ବାରିପାରେ ମହୁର ମଧୁରତା। ଧରାଯାଉ ଜଣେ କବିତା ଲେଖିଲା ବେଳେ ସେ କହିବ, ମୁଁ ନ ଖାଇବି ବାରିପାରେ ମହୁର ମଧୁରତା। ତ ମହୁଟା କେମିତି ଲାଗେ ଆମେ ଜାଣିଛେ, ଜଣେ ନ ଖାଇକି ବି କେମିତି ବାରିପାରିବ? ସେଇଟା ହେଉଛି ତାର ସ୍ୱାଦ ଶକ୍ତି, ଯୋଉଟା କି ନ ଖାଇ ମଧ୍ୟ ସେ ସ୍ୱାଦକୁ ସେ ପାଇପାରିବ। ସ୍ପର୍ଶ, ଯେମିତିକି ଜଣେ ଛୁଇଁବା ଦରକାର ନାହିଁ, କିନ୍ତୁ ଆମେ ଅନୁଭବ କରି ଯେତେବେଳେ ଗୋଟେ ଡାକ୍ତର ହଉ କିମ୍ବା ଗୋଟେ ସେବାକାରିଣୀ ହଉ ସ୍ପର୍ଶ କରି ଆମେ ବୁଝେ କୋଉ ଉଦ୍ଦେଶ୍ୟରେ ସେ ଆମର କି ପ୍ରକାର ସେବା କରୁଛି। ଯେମିତି
ଆମେ କବିତାରେ ଲେଖିପାରିବା, ସ୍ପର୍ଶରେ ଥିଲା ତାର ଦେହର ସମସ୍ତ ଯନ୍ତ୍ରଣା ଉପଶମର ପଥି। ତାର ସ୍ପର୍ଶରେ ଥିଲା ସବୁ ଯନ୍ତ୍ରଣା ନେଇଯିବାର ଔଷଧ। ଏମିତି କିଛି ହେଇପାରେ। ଯେମିତି ଗନ୍ଧ, ଆଦୌ ଆବଶ୍ୟକତା ନାହିଁ କି ପ୍ରତ୍ୟକ୍ଷ ଭାବରେ ଗୋଟେ କବି କୌଣସି ଆଘ୍ରାଣ କରୁଥିବ, କିନ୍ତୁ ସେ ଅନୁଭବ କରିପାରିବ ଯେ ଭୁରୁ ଭୁରୁ ସୁଗନ୍ଧରେ ଆନମନା କବି। କୌଣସି ସୁଗନ୍ଧ ନଥାଇକି ମଧ୍ୟ ସେ ଶବ୍ଦର ପ୍ରୟୋଗ କରିବ, ଅର୍ଥାତ୍ ତାକୁ ଶୁଣୁ ଶୁଣୁ, ସେ ଶବ୍ଦ ଗୁଡ଼ିକୁ ଶୁଣୁ ଶୁଣୁ ଜଣଙ୍କ ଭିତରେ ଚିତ୍ର ଉତ୍ପନ୍ନ ହବ ଯେ ଏମିତି ବୋଧହୁଏ ସୁଗନ୍ଧଟା ହେଇଥିବ। କାହିଁକିନା ଯେମିତି ରସବୋଧଟା ଅତୀନ୍ଦ୍ରିୟ ସତ୍ତାକୁ ଆମକୁ ନେଇଯାଏ, ଆମ ଭିତରେ ଯଦି ରସ ଚେତନା ଉତ୍ତୀର୍ଣ୍ଣ ହେଇଯାଏ, ଆମେ ଅନନ୍ୟ ରସେନ୍ଦ୍ରିୟରେ ଅବଗାହନ କରେ। ଠିକ୍ ସେମିତି ଧରାଯାଉ ଆଉ ଗୋଟେ ଅଛି ଯୋଉଟା ଦର୍ଶନ, ଦୃଷ୍ଟି। ଅନ୍ତର୍ମନରେ ବ୍ରହ୍ମାଣ୍ଡ ଘୁରୁଛି, ମୁଁ ଅନ୍ତର୍ମନରେ ବ୍ରହ୍ମାଣ୍ଡ ଘୁରୁଛି। ମନ ଭିତରେ ଜଣେ ବହୁ କିଛି ପଥ ଅତିକ୍ରାନ୍ତ କରିପାରେ, ଅତିକ୍ରମଣ କରିପାରେ। ଶ୍ରବ୍ୟ କିଛି ଶୁଭା ଯାଉନଥିବ, କିନ୍ତୁ ଗୋଟେ ଅତୀନ୍ଦ୍ରିୟ କଥା କହିପାରେ ଯେ ଗୋଟେ କବି, ଯେମିତି ବହୁ ଦୂରରୁ ମୁଁ ବାରିପାରେ କାହା ପାଦ ଶବ୍ଦ, ଯେମିତି ମୋ ପାଖକୁ ପାଖେଇ ଆସୁଛି। ଏଇଟା ସବୁ ଆମେ ଏମିତି ସାଧାରଣ ଭାବରେ କହେ। ତେଣୁ ଶ୍ରାବ୍ୟ ଚିତ୍ରକଳ୍ପ, ଯାହାକୁ ଅଡିଟୋରୀ ଇମେଜ ବୋଲି ମୁଁ କହିଲି, ସେ କଥାଟିକୁ ଗୋଟେ କବି ଯେତେବେଳେ କବିତା ଲେଖିବେ ସେତେବେଳେ ନିଶ୍ଚିତ ଭାବରେ ଏଟାକୁ ଅନୁଭବ କରିବେ ଏବଂ ସେଇ ପ୍ରକାର ଶବ୍ଦର ପ୍ରୟୋଗ କରିବେ। ଯେମିତି ଫୋଗଲ ବୋଲି ଜଣେ କବି କହିଛନ୍ତି, ଚିତ୍ରକଳ୍ପକୁ ସେନ୍ସସ୍ ଏଲିମେଣ୍ଟ ଅଫ୍ ପୋଇଟ୍ରି। ଚିତ୍ରକଳ୍ପକୁ କବିତାର ଇନ୍ଦ୍ରିୟୋପଲବ୍ଧିର ଉପାଦାନ ଭାବରେ ସେ ବର୍ଣ୍ଣନା କରନ୍ତି। ଇନ୍ଦ୍ରିୟ ମାନେ ସମ୍ପୂର୍ଣ୍ଣ ରୂପେ ସେ ଶବ୍ଦ ଗୁଡ଼ିକ ଏମିତି ପ୍ରଚଣ୍ଡ ଶକ୍ତି ଧାରଣ କରିଥିବେ ଯେ ଅନନ୍ୟ ଅନୁଭବ ଭିତରେ, ଉପଲବ୍ଧି ଭିତରେ କବି ସମ୍ପୂର୍ଣ୍ଣ ରୂପେ ମୁକବତ ହେଇଯାଇଥିବ, ମାନେ ତଟସ୍ଥ ହେଇଯାଇଥିବ। ଶ୍ରୋତାବନ୍ଧୁ, ଆମେ ଶୁଣୁଛେ ପୋଏଟିକ୍ ଇମେଜେସ୍ ବା କାବ୍ୟିକ ଚିତ୍ରକଳ୍ପ ସମ୍ପର୍କରେ। ଯେମିତି ଆମେ କହିଲେ ମ୍ୟାଜିକ୍ ଦର୍ପଣ କଥା ଆମେ ଜାଣିଛେ, ଗୋଟେ ଦର୍ପଣରେ ବିଭିନ୍ନ ରୂପ ଆସିବ, ସେମିତି କବିର କଳ୍ପଲୋକରେ ଚେତନାର ଯୋଉ ବଳୟ ଭିତରେ ଅନେକ ଚିତ୍ର ଉତ୍ତୋଳିତ ହବ। କିନ୍ତୁ କେମିତି? ଏପଟେ ସେ ଶବ୍ଦକୁ ଶୁଣୁଥିବ ଏବଂ ଶବ୍ଦ ଅନୁଯାୟୀ, ଶବ୍ଦ ଅନୁସାରୀ ଚିତ୍ର ଉତ୍ପନ୍ନ ହବ। ଯେମିତି ଏଠି ମୁଁ ମନେ ପକେଇବି ଶ୍ରୀ ଗୁରୁ ପ୍ରସାଦ ମହାନ୍ତିଙ୍କର କାଳପୁରୁଷ କବିତା। ଏଠି ଆମେ ଶୁଣିବା ସେ କଣ କହିଛନ୍ତି। ହେ ଅକ୍ରୂର, ହେ ଉଦ୍ଧବ, ସଖା ମୋର ପ୍ରାଣର ଦୋଷର, ରୁହ ରୁହ ଛିଡ଼ା ରୁହ, ପିଠିରେ ମୋ ତୁମ ପରି ବୋଝ, ମୁଁ ଯିବି ତୁମରି ପରି ତାରା ଖୋଜି, ଜହ୍ନ ଖୋଜି, ଖୋଜି ଖୋଜି ଝରଣାର ସୁଅ, ମୁଁ ଯିବି ତୁମରି ପରି ଖୋଜି ମୋର ପିତା ମାତା, ନିର୍ମୂଳିରେ ଖୋଜି ଅରୁନ୍ଧତୀର ଆଲୁଅ। ଏଠି ଯୋଉ ଗୋଟେ ଅଛି ଯେ ମଣିଷ, ତମେ ଟିକେ ରୁହ, ହେ ଅକ୍ରୂର, ହେ ଉଦ୍ଧବ, ହେ ସଖା ମୋର ପ୍ରାଣର ଦୋଷର। କବିତାକୁ ବୁଝେଇବାକୁ ମୁଁ ଇଚ୍ଛା କରୁନି, ଆପଣମାନେ ନିଶ୍ଚୟ ଅନୁଭବ କରିପାରୁଥିବେ। ମୋର ସଖା ତୁମେ, ଏଠି ଗୋଟେ ଆଧ୍ୟାତ୍ମିକ ଆସ୍ପୃହାର କଥା ଅଛି। ଟିକେ ରହିଯାଅ, ମୁଁ ବି ତାରା ଖୋଜିଯିବି। ଗୋଟେ ଉତ୍ତୀର୍ଣ୍ଣ କଥାକୁ, କିଛି ଗୋଟେ ଏମିତି ଉର୍ଦ୍ଧାୟିତ କଥାକୁ ପାଇବା ପାଇଁ ମଣିଷ ବହୁତ ଆକାଙ୍କ୍ଷିତ ଥାଏ। ତାରା ଖୋଜିବା, ଜହ୍ନ ଖୋଜିବା ସବୁ ଦୁର୍ଲଭ ତତ୍ତ୍ୱ, ତାକୁ ଖୋଜିବା। ମୁଁ ଝରଣାର ସୁଅ ଖୋଜିବି। ଝରଣାଟା କଣ? ଶୋଷ ମେଣ୍ଟେ, ପାଣି ଜଳ ଦ୍ୱାରା ଆମର ଶୋଷ ମେଣ୍ଟେ। ତେଣୁ ଗୋଟେ ଏମିତି ଗୋଟେ ସୋର୍ସ ମୁଁ ପାଇବି, ସୁଅଟେ ପାଇବି, ଯେଉଁଥିରେ ଜୀବନର ପ୍ରତ୍ୟେକଟି ଇଚ୍ଛା ମୋର ପୂର୍ଣ୍ଣ ହବ। ଉଦ୍ଦେଶ୍ୟ ସେଇଆ ନୁହଁ, କିନ୍ତୁ ଝରଣାର ସୁଅ ଗୋଟେ ଆଶା, ଆଶାର ଗୋଟେ ସୁଅ। ମୁଁ ଯିବି ଖୋଜି ମୋର ପିତା ମାତା। ଯୋଉ ମଣିଷ ନିଜର ମୂଳଦୁଆକୁ ଖୋଜେ, ମୁଁ କୋଉଠୁ ଆସିଛି, କାହିଁକି ଆସିଛି, କଣ ପାଇଁ ଆସିଛି, ମୋର ଉଦ୍ଦେଶ୍ୟ କଣ। ଏ କବିତାକୁ ଯେତେବେଳେ ଆମେ ବୁଝେ, ଯେ ଆଧୁନିକ କବିତା ହିଁ ଏମିତି ଯେ ତାକୁ ବିଭିନ୍ନ ପ୍ରକାର ବୁଝେଇ ହବ। ଗୋଟିଏ ନିର୍ଦ୍ଦିଷ୍ଟ ଅର୍ଥକୁ ସେ ବହନ କରେ ନାହିଁ। ତେଣୁ ସେ ବିସ୍ତାରିତ, ତାର ଚେତନା, ତାର ଶବ୍ଦର ଚେତନା ଯେମିତି ବିସ୍ତାରିତ, ତେଣୁ କବିଟେ କେତେ ଉଚ୍ଚ କୋଟିର ସମ୍ବେଦନା ରଖୁଛି, ଭାବ ପ୍ରବଣତା ରଖୁଛି, ଆବେଗ ରଖୁଛି, ତାର ଶବ୍ଦ ସଂଯୋଜନାରୁ ତାହା ଧରା ପଡେ। ତେଣୁ କବି ଗୋଟେ ଯାନ୍ତ୍ରିକତା, ଗତାନୁଗତିକତାଟାକୁ ପରିହାର କରିକି ନିଜର ସତ୍ତାକୁ ଖୋଜୁଛି।
କାଳପୁରୁଷ କବିତାରେ ଆମେ ଶୁଣିଲେ। ଚିତ୍ରକଳ୍ପ ହଉଛି ଗୋଟେ ଭଲ କବିର ତୀବ୍ର ଅନୁଭବର ପରିଚାୟକ। ଗୁରୁପ୍ରସାଦଙ୍କର ଆଉ ଗୋଟେ ଯୋଉ ଅକ୍ରୂର ଉବାଚ କବିତାରେ ଆଉ ଗୋଟେ ଚିତ୍ରକଳ୍ପ ଆମେ ଶୁଣିବା, ମନେ ରଖିବା। ସନ୍ଧ୍ୟା ଆସେ ଦୁରାଗତ କ୍ଳାନ୍ତ ବାଟୋଇର ନିସ୍ତେଜ ଆଖିରେ ଆଣି ଅସରନ୍ତି ବାଟର ନିରାଶା। ନିସ୍ତେଜ ଆଖି ଏଠି ଯୋଉ କୁହାହେଲା, ଏ ଶବ୍ଦ ଏଇଟା ଗୋଟେ ଚିତ୍ର। ନିସ୍ତେଜ ଆଖି, ଯେମିତି ଶବ୍ଦଟାକୁ କହୁ କହୁ ଆମେ ଜାଣି ପକାଉଛେ ଯେ ଆଖିଟା ନିଶ୍ଚିତ ଭାବରେ ନିମିଳିତ ହେଇ ଆସୁଥିବ, ନିସ୍ତେଜ ହେଇ ଆସୁଥିବ। ଏଠି ଗୋଟେ କ୍ଳାନ୍ତିର ଚିତ୍ରକୁ ଉଦ୍ରେକ କରାଇବା ପାଇଁ ଏଭଳି ଶବ୍ଦ ପ୍ରୟୋଗ ହେଇଛି। ଗୁରୁପ୍ରସାଦଙ୍କ କବିତାରେ ରାଶି ରାଶି ଚିତ୍ରକଳ୍ପ ଅଛି। ଯେମିତିକି ଏଠି ମୁଗ କୋଳଥର କିଆରୀରେ ଜହ୍ନ ଆସେ ନିଛାଟିଆ ଅତଡ଼ା ଉପରେ। ଜହ୍ନଟା ନିଛାଟିଆ ଆସିବ ମାନେ ବହୁତ ଉପରେ ଆକାଶର, ଆମେ ସବୁ ଆକାଶ ସନ୍ଧ୍ୟାର ପ୍ରବେଶରେ ବା ରାତିର ପ୍ରବେଶରେ ସବୁକିଛି ନିରବିତ ଥାଏ ଏବଂ ଏଇ ନିଶାର୍ଦ୍ଧରେ ଜହ୍ନ ଆସେ ନିଛାଟିଆ। ଏବଂ କୋଉଠି ଆସେ ସେଟା? ମୁଗ କୋଳଥର କିଆରୀରେ। କେତେ ସୁନ୍ଦର ଉପମା, ଏଠି ପଲ୍ଲୀପ୍ରାଣତାର କଥା। ତେଣୁ କବିଟେ କିଛି ବି ଭାବିପାରେ, ତାର ଆବେଗ ଯେଉଁ ଆଡ଼କୁ ଗତି କଲା। କିନ୍ତୁ କଥାଟି ହଉଛି, ସେ ଯେଉଁ ପ୍ରତ୍ୟକ୍ଷ କରି ଯେଉଁ ଘଟଣାକୁ ଆମେ ଯେମିତି ଜାଣିଛେ ଯେ ପାଶ୍ଚାତ୍ୟ ଚିତ୍ରକଳ୍ପବାଦୀ ମାନେ କହିଲେ ଯେ ଅପ୍ରତ୍ୟକ୍ଷ କଥା, ମିଛ କଥା ବନେଇ ଚୁନେଇ ଲେଖିବାର କିଛି ଆବଶ୍ୟକତା ନାହିଁ। କବିଟେ ଯେଉଁ କଥାକୁ ପ୍ରତ୍ୟକ୍ଷ କରିବ, ଯେଉଁ ଘଟଣା ହଉ, ଦୃଶ୍ୟ ହଉ, ତାକୁ ସେ ସେଇଭଳି ଲେଖିବ। ତେଣୁ ଏଠି ମୁଗ କୋଳଥର କିଆରୀରେ ଜହ୍ନ ଆସୁଛି ନିଛାଟିଆ ଅତଡ଼ା ଉପରେ। ସେମିତି ଆଉ ଗୋଟେ କବିତା ଥିଲା, ଚମ୍ପା ଫୁଲ ମହକରେ ଏଡ଼େ ସେ ଯେ ଦାରୁଣ କୁହୁକ, ରକ୍ତେ ଯାଏ ନିଆଁ ଲାଗି ଛାତିଆ ଓ ନିଶ୍ୱାସରେ ନିଆଁ। ଏଠି ଚମ୍ପା ଫୁଲ ମହକରେ ଚମ୍ପା ଫୁଲ ମହକରେ ଏଡ଼େ ସେ ଯେ ଦାରୁଣ କୁହୁକ। ଏଠି ରକ୍ତେ ନିଆଁ ଲାଗେ, ଛାତିଆ ଓ ନିଶ୍ୱାସରେ ନିଆଁ ଲାଗେ, ଏ ପ୍ରକାର ଯୋଉ କଥା କୁହାଯାଇଛି ଯେ ଦାରୁଣ କୁହୁକ, ଅର୍ଥାତ୍ ଗୋଟେ ଚମ୍ପା ଫୁଲର ଯୋଉ ସୌରଭ ଅଛି, ତାକୁ ଏମିତି ପରିସ୍ଥିତି ଯେ ତାକୁ ଅନୁଭବ କରିବାର ଶକ୍ତି ସାମର୍ଥ୍ୟକୁ ଗୋଟେଇ ପାରୁନାହାନ୍ତି କବି। ଅର୍ଥାତ୍ ପରିସ୍ଥିତି ଦୁସ୍ଥିତିପୂର୍ଣ୍ଣ। ନିଆଁ ଲାଗୁଛି ଛାତିଆ ଓ ନିଶ୍ୱାସରେ ନିଆଁ, ଅର୍ଥାତ୍ ଯନ୍ତ୍ରଣା, ନୈରାଶ୍ୟ, ବୈକଲ୍ୟ, ଏମିତି ଗୋଟେ ଦୁର୍ବିସହ ସ୍ଥିତିରେ କବିର ଜୀବନ। ତେଣୁ ସେ ଏଠି ଚମ୍ପା ଫୁଲର ଯୋଉ ମହକକୁ ସେ ସମ୍ପୂର୍ଣ୍ଣ ରୂପେ ଗ୍ରହଣ କରିପାରୁନି, ସ୍ୱୀକାର କରିପାରୁନି, ତାକୁ ଥିଲେ ମଧ୍ୟ ସେତିକି ଅନୁଭବ କରିପାରୁନି। ଆଜି ଆମେ ଆଉ ଗୋଟେ ସଚୀ ରାଉତରାୟଙ୍କର କବିତା 1962ରେ, ସେଥିରେ ଅଛି, ବିଦଗ୍ଧ ପ୍ରାନ୍ତରେ ବସି ପୋଡ଼ା ମାଟି ସିଝା ବିଲେ, ଜଳା ଘାସେ କିଆଁ ବୁଣିବାର ସ୍ୱପ୍ନ ଦେଖେ ନୂଆ, ବିହନର କେବେ ପୁଣି ସେ ଅକ୍ଷି ତୃତୀୟା। ଏଠି ପୋଡ଼ା ଭୂଇଁ, ସବୁଜ ଫୁଲର ସ୍ୱପ୍ନ, ଏସବୁ ଜିନିଷ, ଏଇ ଯୋଉ କଥା ଗୁଡ଼ିକ, ଏଇ ଶବ୍ଦ ଗୁଡ଼ିକର ପ୍ରୟୋଗ କଲେ ଯେ ବିଦଗ୍ଧ ପ୍ରାନ୍ତରେ ବସି ପୋଡ଼ା ମାଟି ସିଝା ବିଲେ, ଜଳା ଘାସେ କିଆଁ ବୁଣିବାର ସ୍ୱପ୍ନ ଦେଖେ ନୂଆ, ବିହନର କେବେ ପୁଣି ସେ ଅକ୍ଷି ତୃତୀୟା। ତେଣୁ ଏଠି ଯେତେବେଳେ ସବୁ କିଛି ନଷ୍ଟ, ଦଗ୍ଧ, ସେଠି ଆଉ ଗୋଟେ ସ୍ୱପ୍ନ ଦେଖିବାର ଦୁଃସାହସ ଗୋଟେ କବି କରିପାରୁନାହିଁ। ତେଣୁ ଏକ ଯନ୍ତ୍ରଣାଦାୟୀ କଥା। ଆଉ ଗୋଟେ କବିତା ଥିଲା ତାଙ୍କର, କବିତା ଏକ ସଂଜ୍ଞା, ଯୋଉଟା ସଚୀ ରାଉତରାୟ ଲେଖିଛନ୍ତି, ଯୋଉଠି ଆମେ ଏଇଟାକୁ ପ୍ରାୟତଃ ଜାଣେ, ମୁଁ କବି ଧରିତ୍ରୀର, ମାଟିର ଓ ମଣିଷର କଥା ଗାଇବା ମୋ ଧର୍ମ ମଣେ, ଏ ପୃଥିବୀ ଏ ଆକାଶ କଥା, ତଥାପି ମୁଁ ମୁକ୍ତ ପକ୍ଷୀ ଅବାମୁକି ଯୁଜେଷ୍ଟିଙ୍କ ରଥ, ଭୂଇଁରୁ ଆଙ୍ଗୁଳେ ଛାଡ଼ି ଭାସି ଚାଲେ ସମୟର ପଥ। ତେଣୁ ଏଠି ଭୂଇଁରୁ ଆଙ୍ଗୁଳେ ଛାଡ଼ି କହିଲା ବେଳକୁ, ଆଙ୍ଗୁଳେ ଶବ୍ଦଟାକୁ ଆମେ ଜାଣୁଛେ କେତିକି ଉଚ୍ଚତା। ଏଠି ଗୋଟେ ଚିତ୍ର ଆଙ୍କିବାର ପ୍ରୟାସ କରିଛନ୍ତି କବି। ସମୟର ପଥ, ଏଠି ସମୟକୁ ସେ ଉତ୍ତୋଳିତ କରିବାକୁ ଚାହୁଁଛନ୍ତି, ସମୟକୁ ସୂଚିତ କରିବା ପାଇଁ ଚାହୁଁଛନ୍ତି। ସେମିତି କବି ରମାକାନ୍ତ ରଥଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ଗୋଟେ କବିତାର ଶୀର୍ଷକ। ଏଠି କବିତାକୁ ବୁଝେଇବାର ଆଦୌ ପରିସର ନାହିଁ, ବହୁତ ବ୍ୟାପ୍ତି ନାହିଁ। ତେଣୁ ଏଇ କବିତା ଗୁଡ଼ିକର ଶୀର୍ଷକକୁ ମନେ ରଖିକି ତାର ମୂଲ୍ୟକୁ, ତା ଅନ୍ତର୍ମୂଲ୍ୟକୁ ବୁଝିବା ଆବଶ୍ୟକ।
ରମାକାନ୍ତ ରଥଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ କବିତାରେ ଯେଉଁଠି ସେ କହିଛନ୍ତି, ମୁଁ ଅରକ୍ଷ ଭବିଷ୍ୟତ ଭାସିଯାଏ ଛଅ ଖଣ୍ଡ କାଠର ଭେଳାରେ, ମୁଁ ଅରକ୍ଷ ଭବିଷ୍ୟତ ଭାସିଯାଏ ଛଅ ଖଣ୍ଡ କାଠର ଭେଳାରେ, ଅସଜ ବିମାନ ପରି ସମୁଦ୍ରର ରକ୍ତାକ୍ତ ଆକାଶେ। ତେଣୁ କବିଙ୍କର ଶବ୍ଦ ସଂଯୋଜନା କାହିଁକି ଏଭଳି ହେଇଛି, ଆମେ ଆଉ ଗୋଟେ ଅଡିଓରେ କରିବା ଆଲୋଚନା। ଆଉ କିଛି କବିତା ଯାହାକି ବିଶିଷ୍ଟ କବି ସୀତାକାନ୍ତ ମହାପାତ୍ରଙ୍କର କବିତା ଅଷ୍ଟପଦୀ, ସେଥିରେ ଅଛି କୁବୁଜା ପାଇଁ ଗୋଟିଏ ସଙ୍ଗୀତ। କୁବୁଜା ସେ କଣ କହିଛନ୍ତି, ଏଥିରେ ଗୋଟେ ଆଧ୍ୟାତ୍ମିକତାର ଅନୁରଣନ ଅଛି ଏବଂ ଦୁଃଖ ଅସହାୟତା ମଧ୍ୟ ଅଛି। ହେ ଅନାଦି ଶ୍ୟାମ ଘନ, ଆଜି ତୋରି ପାଇଁ ଦେହ ମନ ହୃଦୟ ଓ ଆତ୍ମାର ନିଦାଘ ଶେଷେ, ରୌଦ୍ର ଜାଳ ନିପୀଡ଼ିତ ସମୟର ପଥ ଶେଷେ, ସୀମିତ ଅପୂର୍ଣ୍ଣ ରୁଗ୍ଣ କୁବ୍ଜା ପ୍ରାଣ ମରୁ ଶେଷେ, ସ୍ୱପ୍ନ କ୍ଷମା କୁବ୍ଜା ଯେ ଦେହ ମନ ହୃଦୟ ମଣ୍ଡାଇ, ବସିଅଛି ପଥ ତୋର ଚାହିଁ। ଦେହ ମନ ହୃଦୟକୁ ମଣ୍ଡାଇ ମାନେ ଦେହକୁ ମନକୁ ହୃଦୟକୁ ସଜେଇକି କୁବ୍ଜା ବସିଛି। ଈଶ୍ୱରଙ୍କର ପ୍ରତୀକ୍ଷିତା ସେ ଆସିବେ ଏବଂ ତାଙ୍କୁ ସ୍ପର୍ଶ କରିବେ, ତାର ଯୋଉ କୁରୂପରୁ, ତାର ଦୁଃଖରୁ, ତାର ଯୋଉ ଯୁଗ ଯୁଗର ଯୋଉ କୁବ୍ଜା ପଣରୁ ତାକୁ ମୁକ୍ତି ଦେବେ। ଗୋଟେ ଆଶା ଆଉ ପ୍ରତ୍ୟାଶା, ଗୋଟେ ତା ଭିତରେ ନୈରାଶ୍ୟର ସ୍ୱର ମଧ୍ୟ ଅଛି। ଆହତ କାବ୍ୟ ନାୟକର ଆଧ୍ୟାତ୍ମିକ ଆସ୍ପୃହା ସହିତ ଗୋଟେ ଯନ୍ତ୍ରଣା ମଧ୍ୟ ଅନୁରଣିତ ହେଉଛି। ଶ୍ରୋତାବନ୍ଧୁ, ଭାନୁଜୀ ରାଓ ଜଣେ ବିଶିଷ୍ଟ କବି। ତାଙ୍କର ଯୋଉ ତାଙ୍କର କାଠଯୋଡି କବିତା ଗୋଟେ ଅଛି, ସେଥିରେ ଲେଖିଛନ୍ତି, ଧୋବଲା ବାଲିର ଚରା। ଶବ୍ଦ ଗୁଡ଼ିକ ଖୁବ୍ ସୁନ୍ଦର। କବିଟେ ଯେତେ ତୀବ୍ର ଆବେଗ ରଖୁଥିବ, ଅନୁଭବ ରଖୁଥିବ, ଦେଖିଲା ବେଳେ ଯେକୌଣସି ଦୃଶ୍ୟକୁ, ଘଟଣାକୁ ପ୍ରତ୍ୟକ୍ଷ କଲାବେଳେ ଯେତେ ନିବିଡ଼ତାର ସହିତ ନିମଜ୍ଜନ ହୋଇ ଅନୁଭବ କରୁଥିବ, ଦେଖୁଥିବ, ତାର ଶବ୍ଦ ସେତିକି ତୀବ୍ର ହବ, ଶାଣିତ ହବ। ନ ଦେଖିବା କଥାକୁ କବିଟେ ଲେଖିଲେ ସେଥିରେ ଚିତ୍ରର ଯୋଉ ପରିକଳ୍ପନା ସେଟା ଅସମ୍ଭବ। କାଠଯୋଡି କବିତା, ସେଥିରେ ଅଛି, ଧୋବଲା ବାଲିର ଚରା, ପାଣି ନୀଳ କଇଁ, ମୁଠା ମୁଠା ବାଲି ବିଞ୍ଚି ଶୋଇ ରହେ କାଠଯୋଡି ନଈ। କାଠଯୋଡି ସ୍ୱପ୍ନ ଦେଖେ ଦୂର କେଉଁ ସମୁଦ୍ରର କଥା, କାଠଯୋଡି ସ୍ୱପ୍ନ ଦେଖେ ଦୂର କେଉଁ ସମୁଦ୍ରର କଥା, ଆଜି ସବୁ ଚୁପଚାପ, ବାଲି ବାଲି ଖାଲି ନୀରବତା। ଆଜି ସବୁ ଚୁପଚାପ, ବାଲି ବାଲି ଖାଲି ନୀରବତା। ଶ୍ରୋତାବନ୍ଧୁ, ଏଇ କବିତାରୁ ଆମେ ଜାଣିଲେ ଯେ ଯାହା ସାଧାରଣ ଜଗତରେ ଦିଶୁଛି ଗୋଟେ କବିକୁ, ତାକୁ ନେଇକି ସୁନ୍ଦର ଶବ୍ଦର ଯୋଉ ଜାଲ, ଯୋଉ ଦର୍ପଣ, ଯେମିତି କହିଲି ଉଜ୍ଜ୍ୱଳ ଦର୍ପଣ, ସେ ଗୋଟେ ତିଆରି କରନ୍ତି ଏବଂ ଖୁବ୍ ଚମତ୍କାର ଭାବରେ ଶବ୍ଦ ଗୁଡାକର ଯୋଉ ବିନ୍ୟାସ ହେଇଥାଏ, ତା ଭିତରର ବ୍ୟଞ୍ଜନା ତାର ପାଠକର ହୃଦୟକୁ ଏତେ ଉଦ୍ଦୀପ୍ତ କରିପାରେ, ତାହା ହିଁ ହଉଛି ଚିତ୍ରକଳ୍ପ ବାଦର ମୁଖ୍ୟ ଲକ୍ଷ୍ୟ। ଆଜିର এই ଆଲୋଚନା ଆପଣମାନଙ୍କୁ ସାମାନ୍ୟ ମନେ ହେଲେ ବି ଏଥିରେ ଅନେକ କଥା ଅଛି ମନେ ରଖିବା ପାଇଁ। କବିତାର ପଂକ୍ତି ଗୁଡ଼ିକୁ ମନେ ରଖିବେ ଏବଂ ଗୋଟେ କବି କେମିତି ଗୋଟେ ଅନାମୟ ଜଗତକୁ ତା ଶବ୍ଦ ଦ୍ୱାରା ନେଇ ଯାଇପାରେ, ତାହା ହିଁ ହେଉଛି ମୁଖ୍ୟ ଲକ୍ଷ୍ୟ ଚିତ୍ରକଳ୍ପର। ତେଣୁ ଆଜି ଏହି ଆଲୋଚନା ଆଧୁନିକ ଓଡ଼ିଆ କବିତାରେ ଚିତ୍ରକଳ୍ପର ପ୍ରୟୋଗ କୁ ନେଇ ଯୋଉ ଆଲୋଚନା କେମିତି ଲାଗିଲା, ଆପଣମାନଙ୍କର ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।